କରଜର କଷଣରେ ଲିଭିଗଲା ଦୁଇଟି ଜୀବନ। ଗୋଟିଏ ଜୁଇରେ ଜଳିଲେ ବାପା ଓ ପୁଅ, ଆଉ ପଛରେ ଛାଡ଼ିଗଲେ ଅସହାୟ ପରିବାରର ଅସରନ୍ତି କାନ୍ଦ ଓ ଅନୁତାପ। ଏ ଦୃଶ୍ୟ କୌଣସି ସିନେମାର ନୁହେଁ, ଏ ହେଉଛି ବାସ୍ତବତାର ନିଷ୍ଠୁର ଚିତ୍ର। ଗାଁ ମଶାଣିରେ ଜଳୁଛି ଗୋଟିଏ ଜୁଇ, ଆଉ ସେହି ଜୁଇରେ ଏକା ସାଙ୍ଗରେ ବିଦାୟ ନେଉଛନ୍ତି ବାପା ଓ ପୁଅ। ଅଗ୍ନିଶିଖା ସହ ଯେପରି ଜଳିଯାଉଛି ଗୋଟିଏ ପରିବାରର ସମସ୍ତ ସ୍ୱପ୍ନ। କୋକେଇ ଉଠିବା ସହ ଫାଟି ପଡ଼ୁଛି ପରିବାରର ହୃଦୟ। କିଏ ଛାତି ପିଟି କାନ୍ଦୁଛି ତ କିଏ ଅଚେତ ହୋଇ ପଡ଼ୁଛି। ମା ଆଖିରୁ ଶୁଖୁନି ଲୁହ। ସ୍ତ୍ରୀର ମୁହଁରେ ନାହିଁ ଭବିଷ୍ୟତର କୌଣସି ଆଶା। ଯିଏ ଏହି ଦୃଶ୍ୟ ଦେଖୁଛି ତା ଆଖି ମଧ୍ୟ ଭିଜି ଯାଉଛି। ଖୋର୍ଦ୍ଧା ଜିଲ୍ଲା ବାଣପୁରରୁ ଆସିଛି ଏମିତି ଏକ ହୃଦୟ ବିଦାରକ ଘଟଣା, ଯେଉଁଠି କରଜର କଷଣ ଦୁଇଟି ଜୀବନକୁ ନେଇଯାଇଛି। ଆମେ ତ ଗରିବ ଲୋକ, ଆମେ ଖଟିଲେ ଖାଇବୁ, ବାକି ବୁକର ସକାଶେ ଟିକେ ପାରିବାରିକ ହେଇକିରି ବାହାରକୁ ଯାଇଥିଲେ। ବାହାରକୁ ଯିବାକୁ ବାହାରିଥିଲେ ଶ୍ୱଶୁର, ବାହାରକୁ ଯିବାକୁ ବାହାରିଥିଲା। ଆମେ ତ କହିଲୁ କୁଆଡେ ଗଲେ ବୋଲି, ପଛରେ ପଛରେ ଗଲୁ। ଗଲା ପରେ ତ ସେ କୁଆଡେ ପାଇଲୁନି ତାଙ୍କୁ ବାଟରେ। ଡାଇରେକ୍ଟ ସେଠୁ ଗଲୁ ବାଲୁଗାଁ ହେଇକି ଖୋଜି ଗଲୁ। ଖୋଜିବାକୁ ଗଲା ବେଳକୁ ଦେଖିଲୁ ସେଠି ପଡିଛନ୍ତି ଷ୍ଟେସନରେ। ଟ୍ରେନରେ କଟି ଯାଇଛନ୍ତି। ବାବା କୁଆଡେ ଗଲେ, ବାବା କାହିଁ ଆସିଲେନି। ଏମିତି ଖୋଜାଖୋଜି କରିକି ଏଇ ଗହିର ମାଳ ସବୁ ଖୋଜିଲୁ। ସାଇକେଲ ନେଇକି ବାବା ସେ ରୋଡରେ ଥୋଇଥିଲେ। ସେଇଠି ଥୋଇକି ବାକି ବୁକର ସକାଶେ ଆଉ ଖୋଜିଲେ। ସାଇକେଲ ସେଇଠି ରୋଡରେ ଥୁଆ ହେଇଥିଲା। ଆମେ କହିଲୁ ସାଇକେଲ ତ ଅଛି, ବାବା କୁଆଡେ ଗଲେ। ଦେଖିକିରି ସେ ଗହିର ଯାକ ସବୁ ଖୋଜିଲୁ, କୁଆଡେ ପାଇଲୁନି ଯେମିତି ସେ ସେଠୁ ପୁଅ କହିଲେ ଯେ ମୋ ବାପା ଯଦି ନାହାନ୍ତି ଘରେ, ମୁଁ ଆଉ ବଞ୍ଚିକି କଣ କରିବି। ମୁଁ ଯେତିକି ଜାଣିଛି କିଛି ଦିନ ହେଲା ସିଏ ମାନେ ପାଖାପାଖି 7-8 ଦିନ ହବ ଟିକେ ପାରିବାରିକ ବିଶୃଙ୍ଖଳା ଚାଲିଛି। ବେସିକାଲି ବାକି ବୁକର ପଇସାକୁ ନେଇକି, ହାତ ଉଧାର ପଇସାକୁ ନେଇକି ତାଙ୍କ ଘରେ ମୁଁ ଯାହା ଶୁଣିଛି। କିନ୍ତୁ ଆଜି ହଠାତ୍ ସକାଳ 4:20 ହବ ବଡ଼ ଭଉଣୀ ମତେ ଫୋନ କଲା ଯେ, ଆଉ ଭୋର ସକାଳ 4:30 କି 4:20 ହବ ଫୋନ କଲା ଯେ ଶ୍ୱଶୁର ଘରୁ ନାହାନ୍ତି, ଆଉ ଦିଅର ବିଷ ପିଇ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା କେଶପୁର ଗାଁର ନବଘନ ପ୍ରଧାନ ଘର ଚଳାଇବା ପାଇଁ ପରିବାରର ଆବଶ୍ୟକତା ପୂରଣ କରିବାକୁ ବିଭିନ୍ନ ସ୍ଥାନରୁ ଧାର କରଜ କରି 10 ଲକ୍ଷରୁ ଅଧିକ ଟଙ୍କାର କରଜରେ ବୁଡ଼ି ଯାଇଥିଲେ। ପୁଅ ତୋଫାନ ପ୍ରଧାନ ବିଦେଶରେ ରହି କେବଳ ବାପାଙ୍କ ଋଣ ଶୁଝିବା ପାଇଁ କଷ୍ଟ କରୁଥିଲେ। କିନ୍ତୁ 10 ଦିନ ତଳେ ଘରକୁ ଫେରି ସେ ଜାଣିବାକୁ ପାଇଥିଲେ ବିବାହିତ ଭଉଣୀକୁ ପ୍ରାୟ 5 ଲକ୍ଷ ଟଙ୍କା ଦିଆଯାଇଛି। ଏହି କଥାକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଶୁକ୍ରବାର ରାତିରେ ଭୟଙ୍କର ରୂପ ନେଇଥିଲା ଝଗଡ଼ା। ରାତି ପ୍ରାୟ 2ଟାରେ ନବଘନ ଘରୁ ସାଇକେଲ ନେଇ କେଉଁଆଡ଼େ ଚାଲି ଯାଇଥିଲେ। ବାପାଙ୍କ ଏପରି ପଦକ୍ଷେପକୁ ନେଇ ରାଗରେ ତୋଫାନ ବିଷ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ, କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ସେପଟେ ସକାଳେ ବାପାଙ୍କୁ ଖୋଜାଖୋଜି କରିବା ବେଳେ ବାଲୁଗାଁ ଷ୍ଟେସନ ନିକଟ ରେଳ ଧାରଣାରୁ ମିଳିଥିଲା ନବଘନଙ୍କ ମୃତଦେହ। ଅନ୍ୟପଟେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜି ଦେଇଥିଲା ପୁଅ ତୋଫାନ। ଏବେ 2 ଜଣଙ୍କ ମୃତଦେହକୁ ଗାଁ ମଶାଣିରେ ଗୋଟିଏ ଜୁଇରେ ପୋଡ଼ିଛନ୍ତି ସମ୍ପର୍କୀୟ। ଝୁଅ ବାକି କରିକି ନେଇଯାଇଥିଲା ପଇସା ବୋଲି ପୁଅ ଗାଳି କଲା, ବାରଧୁକରା କରିକି ଗାଳି କଲା ଯେମିତି ସେ 2ଟା ରାତିରେ ଡ୍ରେସ ପିନ୍ଧିଲେ। 2ଟା ରାତିରେ ଯେମିତି ଡ୍ରେସ ପିନ୍ଧିଲେ, ମୁଁ କହିଲି କୁହାଯିବ, ଏଇଠି ବସିଥିଲି ତ, ମୁଁ କହିଲି କୁହାଯିବ ନା ମୁଁ ଯିବି ପରେ ଝିଅ ଘରକୁ। କହିଲା ରହୁନ, ସାଙ୍ଗ ହେଇକି ଯିବା। 2ଟା ରାତିରେ ମୁଁ ଏକୁଟିଆ କାହିଁକି ଯିବ, ଆଉ ସାଙ୍ଗ ହେଇକି ଯିବା। ଗୋଟେ ଲୁଗାଟେ ମୁଁ ବଦଳୁଥିଲି, ସେ ପଳେଇଲେ ସାଇକେଲ ଧରିକି ଯେମିତି ପଳେଇଲେ। ମୁଁ ଅଜାଏ ରହିଥାଉ,
ରହିଥ ସାଙ୍ଗ ହେଇକି ଯିବା, ସାଙ୍ଗ ହେଇକି ଯିବା କହୁ ତ ଜାନ ତ ପଡ଼ିଛି ନା ଆସ ପଳେଇଲେ। ଏ ପଇସାର ପ୍ରୋବ୍ଲେମ୍ ନେଇକି ବାପ ପୁଅ ପରିବାର ଭିତରେ କ'ଣ ଟିକେ ମନ ମିଳନ ହେଇଛି। ହବା ଭିତରେ ବାପ ମନ ବିଶୃଙ୍ଖଳା ଭାବରେ ସିଏ ବାହାରେ ବିଦେଶ ପଳେଇଯିବ ବୋଲି ପରିବାର କହିଦେଇକି ବିଛରେ ଯଦି ପଳେଇଛନ୍ତି ଯାଇକି ଗୋଟେ ଆକସ୍ମିକ ଦୁର୍ଘଟଣା ହେଇଯାଇଛି। ବାପାଙ୍କ ବୟସ କେତେ? ବାପାଙ୍କର ବୟସ 70 ବର୍ଷ, ପୁଅର 30 ବର୍ଷ। ଏଇ ଘଟଣା ବାପା ପଳେଇଗଲେ ବୋଲି ରାଗରେ ଯେମିତି ଶୁଣିଲେ ବାହାଲି ପଳେଇ ଯାଉଛନ୍ତି, ଆଙ୍କୁ ଟିକେ ଦୁଃଖିତ ଲାଗିଲା। ବାପ ଏଇ ବୟସରେ ଯଦି ପଳେଇଗଲେ ଗୋଟେ ପଇସା ପତ୍ର ଏମିତି ଅଭାବ ଅସୁବିଧା ଯୋଗୁଁ ଇଏ ପୁଅ ବି ଆତ୍ମହତ୍ୟା କରିଦେଲେ। କରଜ ଲାଗି ଉପୁଜିଥିବା ବିବାଦ ପାଇଁ ଦୁଇଟି ଜୀବନ ଗଲା, କିନ୍ତୁ ପଛରେ ଛାଡ଼ିଗଲା ଅସହାୟ ପରିବାରର ଅସରନ୍ତି କାନ୍ଦ, ଯାହା ବୋଧହୁଏ କେବେ ବି ଶୁଖିବ ନାହିଁ। କରଜର ଭାର ତଳେ ଚାପି ହୋଇ ଗୋଟିଏ ପରିବାର ଆଜି ଉଜୁଡ଼ି ଯାଇଛି। ଗୋଟିଏ ଜୁଇରେ ଜଳିଛନ୍ତି ବାପା ଓ ପୁଅ, କିନ୍ତୁ ସେହି ଅଗ୍ନିରେ ଜଳି ଯାଇଛି ଅନେକ ସ୍ୱପ୍ନ ଓ ଅନେକ ଆଶା। ବାଲୁଗାଁରୁ ଶକ୍ତିପ୍ରସାଦ ମହାପାତ୍ର, ଓଡ଼ିଶା ରିପୋର୍ଟର।